সবারুড়া মহাভীমা ঘোর দট্টঙ্গটুর্মুখী চতুর্ভুজা মুন্ডমালা বরা ভয়ঙ্কর শিবাং মুন্ডমালা ধরা দেবী দূরজিহা দিগম্বরাম এবং সঞ্চেতকারী শ্মশান রেবাসিরাং জগজ্জননী মা দক্ষিণকারী শনিশ্বর দেবতা ইষ্টদেবী মা জগজ্জননী খণ্ডুয়ারী জগন্নাথ বলভদ্র সুভদ্রা সুদর্শনী চতুর্ধা মূর্তি দেবতা লক্ষ্মীনারায়ণ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ନଭେମ୍ବର ମାସ 30 ତାରିଖ 2024 ମସିହା ବିଛା 15 ଦିନ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀଗତ ଅମାବାସ୍ୟା ଶନିବାର। ଚତୁର୍ଦ୍ଦଶୀ ସକାଳ 10:30 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଅମାବାସ୍ୟା ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ବିଶାଖା ବିଛା। ବିଶାଖା ନକ୍ଷତ୍ର ଅପରାହ୍ନ 12:34 ପର୍ଯ୍ୟନ୍ତ ଅବସ୍ଥାନ କରିବେ ଏବଂ ଏହାପରେ ଅନୁରାଧା ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବିଛା ରାଶିରେ ଅହୋରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ଚତୁର୍ଦ୍ଦଶୀ ତିଥି ଓ ଅମାବାସ୍ୟା ତିଥି ଯୋଗୁଁ ମାଛ ମାଂସ ଖାଇବା ମନା, ଖାଇଲେ ମହାପାପ। ଏଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅଷ୍ଟମ ଚନ୍ଦ୍ର ଚତୁର୍ଦ୍ଦଶୀ ଅମାବାସ୍ୟା ତିଥି ଶନିବାର ଯୋଗୁଁ ବାଦ ବିବାଦ ସ୍ୱାସ୍ଥ୍ୟ ଆର୍ଥିକ କାରବାର ଉଚ୍ଚସ୍ଥାନ ଆରୋହଣ ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି ମାନସିକ ଅସ୍ଥିରତା ପରିବାରରେ ମନମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଚାଲିଚଳନ ବ୍ୟବହାର କଥାବାର୍ତ୍ତା ଓ କର୍ମ ବିବାଦୀୟ ହେବ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନ ହେବ। ଯେଉଁମାନଙ୍କର ଅଶ୍ୱିନୀ ଓ ଦ୍ୱିଜା ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 11, ଆରାଧନା ପ୍ରଭୁ ହନୁମାନ। ବୃଷ ରାଶି ସପ୍ତମ ଚନ୍ଦ୍ର ଘାତ 12 ଓ ଚତୁର୍ଦ୍ଦଶୀ ଅମାବାସ୍ୟା ଉଭୟ ତିଥି ଭୋଗ ହେଉଥିବାରୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ମାନସିକ ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମୂଲ୍ୟବାନ ଧାତୁ ବସନ ଭୂଷଣ ଓ ସୌଖିନୀ ଘରୋଇ ଉପକରଣ କ୍ରୟ କରିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର କୃତିକା ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 4, ଆରାଧନା ମା କମଳା। ମିଥୁନ ରାଶି ଷଷ୍ଠ ଚନ୍ଦ୍ର ଶନିବାର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଦାମ୍ପତ୍ୟ ଜୀବନରେ ମଧୁରତା, ଚାଲିଚଳନରେ ସଂଯମତା,
ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ ଏବଂ କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ମିଳିବ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧା, ବିଘ୍ନ, ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 8, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି, ପଞ୍ଚମ ଚନ୍ଦ୍ର, ଘାଟ ନକ୍ଷତ୍ର, ଶନିବାର, ଚତୁର୍ଦ୍ଦଶୀ ତିଥି ଓ ଅମାବାସ୍ୟା ତିଥି ଉଭୟ ଭୋଗ ହେଉଥିବାରୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନବତୀ, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ଲୋପ ପାଇବ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ। ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ତାଙ୍କ କର୍ମକୁ ନେଇ ଚିନ୍ତିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା, ମାନ ସମ୍ମାନ ହାନି ଏବଂ ସମସ୍ତ କର୍ମ ବିବାଦୀୟ ହେବ। ଯେଉଁମାନଙ୍କର ପୁଷ୍ୟା କର୍କଟ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 3, ଆରାଧନା ମା ଭୁବନେଶ୍ୱରୀ। ସିଂହ ରାଶି, ଚତୁର୍ଥ ଚନ୍ଦ୍ର ଯୋଗୁଁ ଓ ଘାଟ ବାର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଶୁଭ ଦୃଷ୍ଟିରେ ରହିବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ। ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା, ସମ୍ମାନ, ସହକର୍ମୀଙ୍କ ସହଯୋଗ ଓ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 3, ଆରାଧନା ମା ମାତଙ୍ଗୀ। କନ୍ୟା ରାଶି, ତୃତୀୟ ଚନ୍ଦ୍ର, ଘାଟ ବାର ଯୋଗୁଁ ଘାଟ ବାରର ପ୍ରଭାବ ବିଶେଷ ରହିବ ନାହିଁ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କ କର୍ମକୁଶଳତା, କାର୍ଯ୍ୟଦକ୍ଷତା, କର୍ମତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ କନ୍ୟା, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ମା ଛିନ୍ନମସ୍ତା। ତୁଳା ରାଶି, ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ବିଶାଖା ତୁଳା, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା ଗାୟତ୍ରୀ।
ବିଛା ରାଶି ଶ୍ରୀଚନ୍ଦ୍ର ଯୋଗୁଁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ଚାଲିଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ସର୍ବଜନ ଆଦୃତ ହେବ। ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କ ସାହାଯ୍ୟ ସହଯୋଗ ମିଳିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ଆପଣଙ୍କ ବକ୍ତବ୍ୟରେ ସମସ୍ତେ ବଶୀଭୂତ ହେବେ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଚ୍ଛା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 3, ଆରାଧନା ମା ଚଣ୍ଡୀ। ଧନୁରାଶି ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବହୁତ କମ୍ ରହିବ। ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ ଏବଂ ଧନର ସଦ୍ ବିନିଯୋଗ କରିବେ। ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଏବଂ ସମସ୍ତ ଅଟକିଥିବା କାମ, ବନ୍ଦ ହୋଇଥିବା କାମ ଏବଂ କଷ୍ଟସାଧ୍ୟ କାମ ସଫଳତାର ସହ ସମ୍ପାଦନ କରିବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ମା ତାରା। ମକର ରାଶି ଏକାଦଶ ଚନ୍ଦ୍ର ଶନିବାର ଯୋଗୁଁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଆୟର ନୂତନ ପନ୍ଥା ଖୋଲିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ। କୁମ୍ଭ ରାଶି ଦଶମ ଚନ୍ଦ୍ର ଶନିବାର ଯୋଗୁଁ ନୂତନ କର୍ମ ଆରମ୍ଭ କରିବା ପାଇଁ ଯୋଜନା କରିବେ ଏବଂ ସେ କର୍ମରେ ସଫଳତା ପାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଆଗ୍ରହ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଳା, ସଂଖ୍ୟା 6, ଆରାଧନା ଜଗଜ୍ଜନନୀ ମା କାଳୀ। ଶେଷ ରାଶି ମୀନ ରାଶି। ମୀନ ରାଶି ନବମ ଚନ୍ଦ୍ର ଶନିବାର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନରେ ଅସ୍ଥିରତା, ପରିବାରରେ ମନମାଳିନ୍ୟ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ। ଧାର୍ମିକ କର୍ମରେ ବିଘ୍ନ ଏବଂ ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଦେଖାଦେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ। ଯେଉଁମାନଙ୍କର ପୂର୍ବ ଭାଦ୍ର ଓ ଉତ୍ତରା ଭାଦ୍ର ମୀନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 2, ଆରାଧନା ପ୍ରଭୁ ଗଜାନନ। ଏ ଥିଲା 12ଟି ରାଶିର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷାଦି କରି ପାଠ କରନ୍ତୁ। ଗଚ୍ଛତ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ ଶନିଶ୍ଚର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ଋଷାଦିଟିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ଓଂ ଐଂ ହିଂ ଶ୍ରୀଂ
ଶନୈଶ୍ଚରାୟ ନମଃ। ଏ ମନ୍ତ୍ରଟିକୁ ସକାଳ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।